मेडिकल कर्तृपक्षଙ୍କ ଅବହେଳା ଯୋଗୁଁ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଚୋରିକୁ ନେଇ ଚର୍ଚ୍ଚା। ଗଜପତି ଜିଲ୍ଲା ଗୁମା ବ୍ଲକ ଅନ୍ତର୍ଗତ ଗାଇବା ଗ୍ରାମ ପଞ୍ଚାୟତ ଗାଇବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଚୋରି ଘଟଣାରେ ପଦାରେ ପଡ଼ିଛି କର୍ତ୍ତୃପକ୍ଷଙ୍କ ଅବହେଳା। ସରକାର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା ଓ ସାଧାରଣ ଲୋକଙ୍କ ତ୍ୱରିତ ଚିକିତ୍ସା ନିମନ୍ତେ ଲକ୍ଷ ଲକ୍ଷ ଟଙ୍କାର ଅତ୍ୟାଧୁନିକ ଯନ୍ତ୍ରାଂଶ ଗାଇବା ମେଡିକାଲକୁ ଦେଇଥିଲେ। ଏହି ଲକ୍ଷାଧିକ ଟଙ୍କାର ମେସିନକୁ ପରିଚାଳିତ କରିବା ଓ ଯତ୍ନରେ ରକ୍ଷଣାବେକ୍ଷଣ ମେଡିକାଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ଅଟେ। ଯେଉଁ କୋଠରୀରେ ମୂଲ୍ୟବାନ ମେସିନଗୁଡ଼ିକ ରଖାଯାଉଥିଲା ସେହି କୋଠରୀରେ ତାଲା ପଡ଼ୁନଥିଲା, ଏମିତିକି କବାଟ ମଧ୍ୟ ପଡ଼ୁନଥିଲା। ଯେତେବେଳେ ଚୋର କୋଠରୀର ପଛ ଭାଗର ସ୍କାଇଲାଇଟ୍ ଭାଙ୍ଗି ଭିତରେ ପ୍ରବେଶ କଲା, ସେ ସମୟରେ ଅନ୍ୟ କୋଠରୀର 3ଟି କବାଟ ଖୋଲା ଥିଲା, ଯଦ୍ୱାରା ଚୋର ସହଜରେ ଅନ୍ୟ କୋଠରୀକୁ ଯାଇ ଚୋରି କରି ନେଇଥିଲା। ପୂର୍ବରୁ ମଧ୍ୟ ଥରେ ଚୋରି କରିବା ପାଇଁ ମେଡିକାଲ ଭିତରେ ପଶିଥିଲେ, କିନ୍ତୁ ରାତ୍ର ଜଗୁଆଳୀଙ୍କ ନଜରକୁ ଆସିଯାଇଥିବା ହେତୁ ଚୋର ବିଫଳ ହୋଇଥିଲେ। ଚର୍ଚ୍ଚାର ବିଷୟ କି ପୂର୍ବ ଘଟଣାକୁ ନେଇ ମେଡିକାଲ କର୍ତ୍ତୃପକ୍ଷ କିଛି ସଜାଗ ନଥିବା ଜଣାପଡ଼ିଛି। ଏ ସମ୍ପର୍କରେ ୱାଇସି ରାମକୃଷ୍ଣ ଦାସଙ୍କୁ ପଚାରିବାରୁ ତଦନ୍ତ ଚାଲିଛି। ତଦନ୍ତ ପରେ ପ୍ରକୃତ ଚୋରକୁ ଧରାଯିବ ବୋଲି ସେ କହିଛନ୍ତି।